किए जानी ମୋ ଭାଇ ମୋ ଭାଇ ଆଉ ପାଇବେନି। ମୋ ଭାଇ କି ମାମା ପାଉନି। ଟ୍ରେନ ଭିତରେ କାମ କରୁଥିଲେ ଦିବାଲ ମାଡ଼ି ପଇଲା। କେତେ ଲୋକ ଯାଇଥିଲେ? କେତେବେଳେ? 10 ଲୋକ ଯାଇଥିଲୁ। ଆଉ 2:15 ଆଇକିରି କାମ ନାଗିଲୁ। 2:15 କାମ ନାଗିଲୁ। ଆମେ ସାଇଟ୍ ଥିଲୁ 3 ଲୋକ। ଆଉ ଜଣେ ଯାଇଥିଲା କୁଆଡ଼େ ରଡ଼ ଫଡ଼ ଆଣିବାକୁ। ଆଙ୍କେ ପଶିଥିଲେ 5-7 ଲୋକ। 3 ଲୋକର ମାଡ଼ ହେଇଯାଇଛି। ଆଉ 2 ଲୋକ ଦେହରେ ଫଳେଇଛି। ଆପଣଙ୍କ ସ୍ୱାମୀ ଭିତରେ ଥିଲେ? ହଁ। ଯେ ଇଏ କ'ଣ ଦିବାଲ ଖସିଗଲା? ଉପରେ ଦିବାଲ ନୋଟ ପଡ଼ିଲା। ତଳେ ସବୁ ଲୋକ ଥିଲେ। ମେତିକି ଗାଢ଼ରେ ତାଙ୍କେ କାମ କରୁଛନ୍ତି। ଅଣ୍ଟେ ଗାଢ଼ରେ କାମ କରୁଛନ୍ତି। ଦିବାଲ ପଡ଼ିଗଲା। ଆଉ ବାହାରି ପାରିଲେନି କି କାଢ଼ି ପାରିଲେନି। ଶାବଳ ମାରି ତାକୁ କାଢ଼ି ପାରିଲେନି। ଆପଣ ସେତେବେଳେ କୋଉଠି ଥିଲେ? ମୁଁ ସାଇଡିକି ଥିଲି ପାଖକୁ। ତାଙ୍କ ଭିତରେ ସବୁ ଲାଇନରେ ଥିଲେ। ଆପଣଙ୍କ ସାମ୍ନାରେ ଆପଣଙ୍କ ସ୍ୱାମୀ କାଟି ହେଇଥିଲେ? ହଁ। ସେ କ'ଣ ମାଟି ଖୋଳୁଥିଲେ ନା କ'ଣ? ମାଟି ଖୋଳୁଥିଲେ, ଶାବଳ ମାରୁଥିଲେ। ତାଙ୍କେ ଶାବଳ ମାରୁଥିଲେ। ଆଉ ତାଙ୍କେ ସାଇଡ୍ ଥାଇକିରି ମାଟି କରେଇରେ ଫିଙ୍ଗାଡୁଥିଲେ। ମୁଁ ଏବେ ସଞ୍ଜୁଳକୁ ପାଇଲି। ମୁଁ ହେଲେ ଯାଇଥିଲି ମାଟି କାମ। ମୁଁ ସଞ୍ଜୁଳକୁ ପାଇଲି। ମୁଁ ଜାଣିନି। ମୁଁ ବନ୍ଧୁ ଯାଇଥିଲି। ମତେ ଜଣେ କହିଲା ମୁଁ ଧାଇଁ ଯାଇଥିଲି। ମୁଁ ଜାଣିନି। ମୋ ଭାଇ ଆଉ ପାଇବେନି। ମୋ ଭାଇ କି ମାମା ପାଉନୁ। ଭାଇ ଏମିତି କିଛି କହିନି। ଭାଇ କଲାଣି 5 ବର୍ଷ ହେଲା। 5 ବର୍ଷ ହେଲା ଭାଇ କାମ କଲାଣି। ଭାଇ ବହୁତ ଭାଇ ହେଲେ ଭାଉଜ ହେଲେ ଆମର ଧୈର୍ଯ୍ୟ ନାହିଁ ରେ ଭାଇ ମାନେ। ପାଚିରି ଅଧା ଖୋଳିଥିଲେ ଗଲେ ଖାଇବା ପାଇଁ। ଖାଇକିରି ଆସିକି ଆଉଥରେ କାମରେ ଲାଗିବ ବୋଲି ସେଠି ଠିଆ ହେଇଥିଲେ। କାନ୍ଥଟା ପଡ଼ିଗଲା। ମା ଅଛନ୍ତି। ମା ଥିଲେ ଉପର ସାଇଡରେ, ବାପା ଥିଲେ ତଳେ। ସେ ତ କାନ୍ଥ ତାଙ୍କ ଉପରେ ପୁରା ଘରଟା ପୁରା ପଡ଼ିଗଲା ତାଙ୍କ ଉପରେ। ସେ ଅଛନ୍ତି ଏଠି 5 ବର୍ଷ ହେଲା ଏଠି କରୁଥିଲେ କାମ।